ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ରାଉରକେଲା ସହରର ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ୍ ସର୍କଲ ଏବଂ ସୁନ୍ଦରଗଡ଼ ଜିଲ୍ଲା ଲେଖିକା ସଂସଦର ମିଳିତ ଆନୁକୂଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ 162ତମ ଜୟନ୍ତୀ ମ୍ୟୁଜିକ୍ ସର୍କଲର ମେହେର ଭବନ ପରିସରରେ ପାଳିତ ହୋଇଯାଇଛି। ଇଞ୍ଜିନିୟର ଅଭୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ। ମ୍ୟୁଜିକ୍ ସର୍କଲର କଳାକାରମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ଲେଖିକା ସଂସଦର ସଭାପତି ଡକ୍ଟର କିଶୋରୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଫେସର ଭବେଶ ଚନ୍ଦ୍ର ସାହୁ ମଞ୍ଚ ପରିଚାଳନା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ ଗଙ୍ଗାଧର ଥିଲେ ଅମୃତର କବି। ଲେଖିକା ସଂସଦର ସମ୍ପାଦିକା ସ୍ନେହଲତା ନାୟକ ସ୍ୱାଗତ ଅଭିଭାଷଣ ସହ ଗଙ୍ଗାଧର ମେହେର ସଙ୍ଗୀତ ଗାନ କରିଥିଲେ। ମୁଖ୍ୟ ବକ୍ତା ପ୍ରଫେସର ଡକ୍ଟର ଅଶ୍ୱିନୀ କୁମାର ରାୟ କହିଲେ ଯେ ବିଶିଷ୍ଟ ସାରସ୍ୱତ ସ୍ରଷ୍ଟା କବି ଗଙ୍ଗାଧର ଥିଲେ ସଂକୀର୍ଣ୍ଣ ଧର୍ମ ଚେତନାରୁ ଊର୍ଦ୍ଧ୍ୱରେ। ସେ ଥିଲେ ସତ୍ୟର ପୂଜାରୀ। ଉଦାତ୍ତ ଆଧ୍ୟାତ୍ମିକ ଚେତନା ସମ୍ବଳିତ ତାଙ୍କ ଲେଖନୀ ନିଃସୃତ କାବ୍ୟ ଉଭୟ ଆଙ୍ଗିକ ଏବଂ ଆତ୍ମିକ ଦୃଷ୍ଟିକୋଣରୁ ମହାକାବ୍ୟର ମାନ୍ୟତା ଲାଭ କରିଥିଲା। ତାଙ୍କ କବିତା ବୈଜ୍ଞାନିକ ଚିନ୍ତନ ସହ ଆଧ୍ୟାତ୍ମିକ ଚେତନାରେ ପୁଷ୍ଟ। ସେ ଥିଲେ ମହାଭାରତୀୟ ଚେତନାରେ ଉଦ୍ବୁଦ୍ଧ। ସମ୍ମାନିତ ବକ୍ତା ଭାବେ ଡକ୍ଟର ଚନ୍ଦ୍ରକାନ୍ତି ନାୟକ କହିଲେ ଯେ ସତ୍ୟ ଶିବ ସୁନ୍ଦରର ଉପାସକ ଥିଲେ କବି ଗଙ୍ଗାଧର। ତାଙ୍କର ଦାର୍ଶନିକ ତତ୍ତ୍ୱ ସମ୍ବଳିତ କବିତା ଆଧ୍ୟାତ୍ମିକତା ଧାର୍ମିକ ଏବଂ ବୌଦ୍ଧିକ ଚିନ୍ତନରେ ପରିପୁଷ୍ଟ। ତାଙ୍କର ଭକ୍ତି କବିତା ବ୍ୟକ୍ତି ଚେତନା ସହ ବିଶ୍ୱ ଚେତନାରେ ପରିବ୍ୟାପ୍ତ। ତାଙ୍କର କାବ୍ୟ ଚେତନା ଏବଂ ବ୍ୟକ୍ତି ଚେତନା ମଧ୍ୟରେ କୌଣସି ପାର୍ଥକ୍ୟ ନଥିଲା। ତାଙ୍କର ବିଶେଷତ୍ୱ ହେଲା ଆନ୍ତଃଚେତନା ଏବଂ ବାହିକ ଚେତନାରେ ଈଶ୍ୱରଙ୍କ ସତ୍ତା ଉପଲବ୍ଧି। ମୁଖ୍ୟ ଅତିଥି ମହେନ୍ଦ୍ର କୁମାର ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଗଙ୍ଗାଧର ଥିଲେ ମହାଚେତନାର ପ୍ରତୀକ। ତାଙ୍କ ରଚନାରେ ଆଧ୍ୟାତ୍ମିକ ଚେତନାର ପରାକାଷ୍ଠା ପ୍ରତିପାଦିତ। ଦ୍ୱିତୀୟ ପର୍ଯ୍ୟାୟରେ କବି ରଶ୍ମିବାଳା ରାଉତରାୟଙ୍କ ସଭାପତିତ୍ୱରେ ଓ କବି ବିଜୟଲକ୍ଷ୍ମୀ ପଟ୍ଟନାୟକ ଏବଂ କବି ବିଜୟିନୀ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠ କାର୍ଯ୍ୟକ୍ରମରେ ସହରର 15 ଜଣ ବିଶିଷ୍ଟ କବି କବିତା ପାଠ କରିଥିଲେ। ଶେଷରେ ନିଖିଳେଶ୍ୱର ଦାସ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ସର୍ବଶ୍ରୀ ଲକ୍ଷ୍ମଣନାଥ ଦାସ, ବିବେକାନନ୍ଦ ପଣ୍ଡା, ସନ୍ତୋଷ କୁମାର ମଲ୍ଲିକ, ଆନନ୍ଦିତା ମାଇତି ପ୍ରମୁଖ ସହାୟତା କରିଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।